ଶ୍ରେୟସ ଆୟରଙ୍କ ସହ କ'ଣ ହୋଇଛି? ତାଙ୍କ ସହ ଅନ୍ୟାୟ କ'ଣ ପାଇଁ? ହଁ ଦର୍ଶକ ବନ୍ଧୁ, ଏସିଆ କପ୍ ପାଇଁ ମଙ୍ଗଳବାର ଭାରତୀୟ ଟିମ୍ ଘୋଷଣା କରାଯାଇଛି। ଟିମ୍ର ନେତୃତ୍ୱ ସୂର୍ଯ୍ୟକାନ୍ତ ଯାଦବଙ୍କ ହାତରେ ରହିଛି। ଦଳ ଘୋଷଣା ପରେ ଆଶ୍ଚର୍ଯ୍ୟ ଓ ବିବାଦୀୟ ହୋଇଛି ଶ୍ରେୟସ ଆୟରଙ୍କୁ ସ୍ଥାନ ନ ମିଳିବା ଭାରତୀୟ ଦଳରେ, ଯାହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମନରେ ଅନେକ ମତ ପ୍ରକାଶ ପାଇଛି। ପୂର୍ବରୁ ଆୟର ମଧ୍ୟ ଚାମ୍ପିୟନ୍ସ ଟ୍ରଫି ଓ IPLରେ ବେଶ୍ ପ୍ରଭାବଶାଳୀ ଥିଲେ ଏବଂ ଭଲ ପ୍ରଦର୍ଶନ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ତାଙ୍କୁ ଏସିଆ କପ୍ରେ ସ୍ଥାନ ମିଳିନାହିଁ। ଏହି ନିଷ୍ପତ୍ତି BCCI ଓ ଚୟନ କମିଟି ଉପରେ ପ୍ରଶ୍ନ ଉଠାଇଛି ଯେ କି ଏତେ ଭଲ ପ୍ରଦର୍ଶନରେ ଥିଲେ ମଧ୍ୟ କାହିଁକି ତାଙ୍କୁ ଏସିଆ କପ୍ରେ ସ୍ଥାନ ମିଳିନାହିଁ। ସେହିଭଳି ମହମ୍ମଦ ସିରାଜ ମଧ୍ୟ ପୂର୍ବରୁ ଇଂଲଣ୍ଡ ଟେଷ୍ଟରେ ଦମଦାର ବୋଲିଂ କରିଥିଲେ ମଧ୍ୟ ତାଙ୍କୁ ଏହି ଦଳରେ ସ୍ଥାନ ମିଳିନାହିଁ। ଆୟର 2025ରେ IPLରେ 604 ରନ୍ ଓ ଚାମ୍ପିୟନ୍ସ ଟ୍ରଫିରେ 243 ରନ୍ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ତାଙ୍କୁ ଦଳରେ ସ୍ଥାନ ମିଳିନାହିଁ। ସେହିଭଳି ଆୟର ଘରୋଇ ଟ୍ରଫିରେ ବା ରଞ୍ଜି ଟ୍ରଫିରେ 480 ରନ୍, ବିଜୟ ହଜାର ଟ୍ରଫିରେ 325 ରନ୍ କରିଥିଲେ। ସେ T20ରେ 1300 ରନ୍ ଅତିକ୍ରମ କରିଛନ୍ତି। ଏହା ପରେ ମଧ୍ୟ ସେ ଦଳରେ ସ୍ଥାନ ମିଳିନାହିଁ। ଯାହା ଚର୍ଚ୍ଚା ହେଉଛି ଶୁଭମ ଗିଲଙ୍କ ପାଇଁ ଆୟରଙ୍କୁ ଦଳରୁ ବାହାର କରାଯାଇଛି। ଶୁଭମ ଗିଲଙ୍କୁ BCCI ଏବଂ ଚୟନ କମିଟି କ'ଣ ପାଇଁ ଏତେ ଭଲ ପାଉଛନ୍ତି? ଯଦି ଅଧିନାୟକ ଭାବେ ସେ ଟେଷ୍ଟ ଖେଳୁଛନ୍ତି, କାହିଁକି T20ରେ ଖେଳାଗଲା ଶୁଭମ ଗିଲଙ୍କୁ? ଦର୍ଶକ ବନ୍ଧୁ, ଆପଣ କମେଣ୍ଟ କରି କୁହନ୍ତୁ କାହିଁକି ଆଉ କ'ଣ ପାଇଁ ଶ୍ରେୟସ ଆୟରଙ୍କୁ ଦଳରେ ସ୍ଥାନ ମିଳିନାହିଁ? କ'ଣ ଗୌତମ ଗମ୍ଭୀରଙ୍କ ସହ ଆୟରଙ୍କ ଭଲ ସମ୍ପର୍କ ନାହିଁ, ନା ସୂର୍ଯ୍ୟକାନ୍ତ ଯାଦବ କିମ୍ବା ଶୁଭମ ଗିଲଙ୍କ ସହ ଆୟରଙ୍କ ଭଲ ସମ୍ପର୍କ ନାହିଁ?